ରାମ ଓ ଶ୍ୟାମ ଦୁହେଁ ପିଲାଦିନରୁ ବନ୍ଧୁ। ନିଜ ଗ୍ରାମଠାରୁ କିଛି ଦୂରରେ ନୂଆପଡ଼ା ନାମକ ଏକ ଅଧା ସହର ସ୍ଥାନରେ ଦୁହେଁ ଉପାର୍ଜନ କରିବାକୁ ଗଲେ। ରାମ ନଡ଼ିଆ ଦୋକାନଟିଏ ଖୋଲିଲା, ଆଉ ଶ୍ୟାମ ଜଣେ ଜମିଦାର ଘରେ ଗୁମାସ୍ତା କାମ କରୁଥାଏ। ଦିନେ ଦ୍ୱିପହର ବେଳେ ଶ୍ୟାମ ରାମର ଦୋକାନକୁ ଆସି କହିଲା, ଭାଇ ରାମୁ, ତୁ ମୋତେ ଟିକେ ସାହାଯ୍ୟ କରିପାରିବୁ? କହ, କିପରି ସାହାଯ୍ୟ କରିବି? ରାମ ପ୍ରଶ୍ନ କଲା। କଥା କ'ଣ କି, ମୁଁ ଏଇକ୍ଷଣି ଶୁଣିଲି ଗ୍ରାମରେ ମୋର ଝିଅଟିଏ ଜନ୍ମ ହୋଇଛି। ମୁଁ ପିଲାକୁ ଦେଖିବାକୁ ଯିବି। ମୋ ସ୍ତ୍ରୀ ତା ବାପ ଘରେ ଅଛି। ଏଣେ ଆଜି ରାତିରେ ମୋ ମା ବାପା ଆସି ଏଠାରେ ପହଞ୍ଚିବେ। ତୁ ଖାଲି ରାତିରେ ଟିକେ ମୋ ଘରେ ଶୋଇବୁ। ସେମାନେ ଆସିଲେ ତୁ କହିବୁ ମୁଁ ଯାଇଛି ଝିଅକୁ ଦେଖିବାକୁ। ଘର ଖୋଲା ନ ରଖିଲେ ସେମାନେ ହଇରାଣ ହେବେ। ମୁଁ ସକାଳୁ ସକାଳୁ ଲେଉଟି ଆସିବି। ଶ୍ୟାମ କହିଲା, ଏ କଥା ତ ଠିକ୍। ଠିକ୍ ଅଛି, ତୋର ଏତେ ଭାବିବା ଦରକାର ନାହିଁ। ମୁଁ ରାତିରେ ତୋ ଘରେ ଶୋଇବି ଓ ମଉସା ମାଉସୀଙ୍କୁ ଅପେକ୍ଷା କରି ରହିବି, ରାମ କହିଲା। ଶ୍ୟାମ ଖୁସି ହୋଇ ରାମ ହାତରେ ଚାବି ପେନ୍ଥାଟି ଧରାଇ ଦେଇ ଚାଲିଗଲା। କିଛି ସମୟ ପରେ ରାମ ଦୋକାନ ବନ୍ଦ କରି ଘରକୁ ଗଲା। ଘରେ ଯାଇ ଦେଖିଲା ତାର ସ୍ତ୍ରୀ ଭୟଙ୍କର ଜ୍ୱରରେ କମ୍ପୁଛି। ଏପରି ଅବସ୍ଥାରେ ସେ କ'ଣ କରିବ ଭାବିପାରିଲା ନାହିଁ। ସ୍ତ୍ରୀକୁ ଏ ଅବସ୍ଥାରେ ଛାଡ଼ି କିପରି ଯିବ? ଯାହା ହେଉ, ବୈଦ୍ୟଠାରୁ ଔଷଧ ଆଣିଲା। ରାତିରେ 3 ଥର ବଟିକା ଦେବାକୁ ହେବ। ଏଣେ ଶ୍ୟାମର ଘର କଥା ମନେକରି ରାମ ବହୁତ ବ୍ୟସ୍ତ ହେଲା। ହଠାତ୍ ତାର ଆଦିତ୍ୟ ନାମକ ଏକ ଯୁବକ କଥା ମନେ ପଡ଼ିଗଲା। ସେ ସ୍ତ୍ରୀକୁ ପାନେ ଔଷଧ ଦେଇ ଆଦିତ୍ୟ ପାଖକୁ ଦୌଡ଼ିଲା। ଆଦିତ୍ୟ ଶ୍ୟାମର ପାଖ ଘରେ ରହୁଥାଏ। ଆଦିତ୍ୟ ଘରେ ପହଞ୍ଚି ରାମ କହିଲା, ଭାଇ, ଆଜି ମୁଁ ଏକ ବିପଦରେ ପଡ଼ିଛି। ମୋର ଆଜି ଶ୍ୟାମର ଘରେ ଶୋଇବା କଥା, କିନ୍ତୁ ମୋ ସ୍ତ୍ରୀ ଜ୍ୱରରେ କମ୍ପୁଛି। ତମେ ଟିକେ ଶ୍ୟାମ ଘରେ ଆଜିକ ପାଇଁ ଶୋଇପଡ଼ନ୍ତ କି? ତାର ବାପା ମା ଆଜି ରାତିରେ ସେଠାରେ ଆସି ପହଞ୍ଚିବା କଥା। ଓ, ଏଇ କଥା ତ? ଠିକ୍ ଅଛି, ମୁଁ ଏବେ ହିଁ ଯାଉଛି, ଆଦିତ୍ୟ ବହୁତ ଉତ୍ସାହର ସହିତ କହିଲା। ଆଦିତ୍ୟ ହାତରେ ଚାବି ଧରାଇ ଦେଇ ରାମ ଶୀଘ୍ର ତାର ଅସୁସ୍ଥ ସ୍ତ୍ରୀ ପାଖକୁ ଗଲା। ପରଦିନ ସୂର୍ଯ୍ୟୋଦୟ ହେଉ ହେଉ ରାମ ଯାଇ ଶ୍ୟାମ ଘରେ ପହଞ୍ଚିଲା। ପହଞ୍ଚି ଦେଖିଲା କ'ଣ? ଘର କବାଟ ହାତ ଦେଉ ଦେଉ ଖୋଲିଗଲା। ଭିତରେ ଘର ସାରା ଜିନିଷ ଛିନ୍ଛତ୍ର ହୋଇ ପଡ଼ିଛି। ଆଦିତ୍ୟକୁ କେହି ବାନ୍ଧି ଦେଇଛି। ସବୁକିଛି ଅନୁମାନ କରିନେଲା ରାମ। ସେ ଯାଇ ଆଦିତ୍ୟର ହାତ ପାଦ ବନ୍ଧନ ଖୋଲିଦେଲା। ତା ମୁହଁରେ ପୁଳାଏ କନାବିଣ୍ଡା ପଶିଥିଲା। ତାକୁ ବାହାର କଲା ଓ ପଚାରିଲା, କିଏ ଏତେ ବଡ଼ କାଣ୍ଡ କରିଛି? ଆଦିତ୍ୟ ଅଧା କାନ୍ଦ କାନ୍ଦ ହୋଇ କହିଲା, ରାମ ଭାଇ, କାଲି ତମ ଘରକୁ ଯିବାର କିଛି ସମୟ ପରେ କେହି କବାଟ ଖଡ଼ ଖଡ଼ କରିବାରୁ ମୁଁ ଭାବିଲି ଶ୍ୟାମ ଭାଇର ବାପା ମା ବୋଧେ ଆସିଗଲେ। କବାଟ ଖୋଲି ତ ଦେଲି। ଆଉ ତ ସବୁ ତମେ ଦେଖି ଅନୁମାନ କରିପାରୁଥିବ। ଅଧିକ କ'ଣ କହିବି? ରାମ ଓ ଆଦିତ୍ୟ ଏପରି କଥାବାର୍ତ୍ତା ହେବା ସମୟରେ ଶ୍ୟାମ ଆସି ପହଞ୍ଚିଲା। ରାମ ତ ପ୍ରଥମରୁ ହିଁ ଆବାକ୍। ନିଜ ଭୁଲରୁ ଏପରି ହୋଇଥିବାରୁ ସେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଠିଆ ହୋଇଥାଏ। ଶ୍ୟାମ ପହଞ୍ଚି ପଚାରିଲେ, ଘଟଣା କ'ଣ? ରାମ ସବୁ କଥା ତାକୁ କହିଲା। ଦୁହେଁ ଭିତରକୁ ଯାଇ ଦେଖିଲେ ସିନ୍ଦୁକ ମେଲା ପଡ଼ିଛି। ଶ୍ୟାମ ସବୁ ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ଏପଟ ସେପଟ କରି ଦେଖିଲା ଓ କହିଲା, ହାୟ ହାୟ, ମୋର ଏତେ ଦିନର ସାଇତା ଧନ ସବୁ ଚୋରି ହୋଇଯାଇଛି। 500 ଟଙ୍କା ଓ ସବୁ ରୂପାର ଜିନିଷଗୁଡ଼ିକ ହିଁ ଚୋରି ହୋଇଛି। ରାମ ବଡ଼ ଦୁଃଖିତ ହେଲା ଓ ଆଦିତ୍ୟକୁ ଦେଖାଇ କହିଲା, କିପରି ଚୋରମାନେ ତାକୁ କଷ୍ଟ ଦେଲେ। ଶ୍ୟାମ କହିଲା, ଭାଇ, ଏସବୁ ଭାଗ୍ୟର ଲିଖନ, ତୁମର ଦୋଷ ନୁହେଁ। ରାମ ବେଶୀ ବ୍ୟସ୍ତ ହେଲା, କାରଣ ସବୁ ଦାୟିତ୍ୱ ସେ ନେଇଥିଲା। ସ୍ତ୍ରୀକୁ ଜ୍ୱର ହେବାରୁ ସିନା ଚୋରି ଗଲା। ଘରକୁ ଯାଇ ରାମ ତାର ସ୍ତ୍ରୀକୁ କହିଲା କି ଶ୍ୟାମକୁ କ୍ଷତିପୂରଣ କିଛି ନ ଦେବା ଯାଏଁ ତା ମନରେ କୌଣସି ପ୍ରକାର ଶାନ୍ତି ଆସିବ ନାହିଁ। ଏମିତି ଅବସ୍ଥାରେ କିଛି ଦିନ ଚାଲିଗଲା। ସେହି ଅଞ୍ଚଳକୁ ଜଣେ ନୂଆ ଦାରୋଗା ବଦଳି ହୋଇ ଆସିଲେ। ସେ ରାମର ବନ୍ଧୁବାନ୍ଧବ ହେବେ। ତାଙ୍କ ନାମ ଜନାର୍ଦ୍ଦନ। ଥରେ ସେ ରାମ ଘରକୁ ନିମନ୍ତ୍ରଣ ଖାଇବାକୁ ଆସିଥିଲେ। କଥା ପଡ଼ୁ ପଡ଼ୁ ରାମ ଚୋରି ବିଷୟ ଦାରୋଗା ବାବୁଙ୍କୁ କହିଲା। ଜନାର୍ଦ୍ଦନ ବାବୁ ସବୁ ଶୁଣି ପଚାରିଲେ, ପ୍ରଥମେ କହିଲ, ଆଦିତ୍ୟ କ'ଣ ନିଜେ ବିଶ୍ୱାସଯୋଗ୍ୟ ପିଲା? ଦେଖିଲ ତ, ବେଶ୍ ସାଧୁ ଭଳି ଲାଗେ। ସେ ତ ନୂଆ ହୋଇ ଏଠାକୁ ଆସିଛି। ତାର ଭଲ ମନ୍ଦ ଆଉ କ'ଣ ମୁଁ କହିପାରିବି? ରାମ କହିଲା। କିଛି ସମୟ ଚୁପ୍ ରହିବା ପରେ ଜନାର୍ଦ୍ଦନ ବାବୁ ପଚାରିଲେ, ଖୁମ୍ବରୁ ତ ତୁମେ ହିଁ ତାକୁ ଖୋଲିଛ। ମନେ ପକାଇ କହିପାରିବ କି ବନ୍ଧା ହୋଇଥିବା ଦଉଡ଼ିର ଗଣ୍ଠି ଆଗପଟେ ନା ପଛପଟେ ପଡ଼ିଥିଲା? ମୋର ଠିକ୍ ମନେ ଅଛି, ଗଣ୍ଠିଟି ଆଦିତ୍ୟର ପେଟ ପାଖରେ ଥିଲା, ରାମ କହିଲା। ଜନାର୍ଦ୍ଦନ ବାବୁ ଅଳ୍ପ ହସି କହିଲେ,
ତେବେ ତ ଚୋର ଧରିବା ବହୁତ ସହଜ। ପ୍ରକୃତ ଚୋର ତ ଆଦିତ୍ୟ। ସେ ନିଜକୁ ନିଜେ ବାନ୍ଧିଥିଲା ବୋଲି ଗଣ୍ଠି ପେଟ ପାଖରେ ଥିଲା। ବାହାରର ଚୋର ହୋଇଥିଲେ ପଛପଟରେ ଗଣ୍ଠି ଦେଇଥାନ୍ତା ଓ କବାଟ ସବୁ ବାହାର ପଟ ଜଞ୍ଜିର ଦେଇଥାନ୍ତା। ଆଚ୍ଛା, ତୁମର କହିବା ତ ଠିକ୍ ଲାଗୁଛି, କିନ୍ତୁ ସେଥିପାଇଁ ତ ପ୍ରମାଣ ଦରକାର। କିପରି ତାହା ହେବ? ରାମ କହିଲା। ତାପରେ ଜନାର୍ଦ୍ଦନ ବାବୁ ରାମକୁ କିଛି ଉପାୟ ଗୋପନରେ କହି ଥାନାକୁ ଚାଲିଗଲେ। ପରଦିନ ରାମ ଆଦିତ୍ୟ ସହିତ ଦେଖା କରି କହିଲା, ଶୁଣ ଆଦିତ୍ୟ, ଶ୍ୟାମ ତା ଘରର ଚୋରି ବିଷୟ ଥାନାରେ କହିଥିଲା। ଏବେ ଜଣେ ଚୋରକୁ ସନ୍ଦେହ କରାହୋଇ ଧରା ହୋଇଛି। ତମର ସେ ଚୋରର ମୁହଁ ମନେ ଅଛି ତ? ଥାନାକୁ ଯାଇ ତାକୁ ଚିହ୍ନଟ କର। ସେଇ ନା ନୁହେଁ? ଆଦିତ୍ୟ ରାମ ସହିତ ଥାନାକୁ ଗଲା। ସେଠାରେ ଥିବା ଗୋଟିଏ ପାଗଳା ଦାଢ଼ିଆ ଲୋକକୁ ଦେଖି କହିଲା, ଏଇ ତ ସେଦିନ ରାତିରେ ଛୁରୀ ଦେଖାଇ ମୋତେ ବାନ୍ଧି ଦେଇ ସବୁ ନେଇଗଲା। ଠିକ୍ ସେତିକିବେଳେ ପାଗଳ ଅଭିନୟ କରୁଥିବା ଜନାର୍ଦ୍ଦନ ବାବୁ ହଠାତ୍ ଆଦିତ୍ୟକୁ ଧରିନେଇ ପଚାରିଲେ, ଯାହା କହୁଛୁ ତାହା ଯଦି ସତ ହୁଏ, ତେବେ ଚୋର ତ ତୁ ନିଜେ। ଏବେ କହ, ତୋତେ ବିଛା ଓ ସାପ ଥିବା ଘରେ ରଖି ତାଲା ଦେବି, ନା ସତକୁ ସତ ସବୁ ମାନି ନେଇ ଧନ ସବୁ ଫେରାଇ ଦେବୁ? ଏସବୁ ଦେଖି ଶୁଣି ଆଦିତ୍ୟ ଛାନିଆ ହୋଇଗଲା। ସେ ତୁରନ୍ତ ନିଜର ଅପରାଧ ସ୍ୱୀକାର କଲା। ତାପରେ ଜଣେ ସିପାହୀକୁ ନେଇ ତା ଘରକୁ ଯାଇ ସବୁ ଧନ ନେଇ ଆସିଲା। ରୂପାର ସବୁ ଜିନିଷ ଯେମିତି ଥିଲା ସେମିତି ଅଛି, କେବଳ ଟଙ୍କା 500 ସ୍ଥାନରେ 400 ଅଛି। ତାପରେ ଦାରୋଗା ବାବୁଙ୍କ ଆଦେଶରେ ଆଦିତ୍ୟକୁ ବନ୍ଦୀ କରାହୋଇ ରଖାଗଲା ଓ ଶ୍ୟାମକୁ ଖବର ଦିଆଗଲା। ଶ୍ୟାମ ତାର ହଜିଥିବା ଧନ ପାଇ ବଡ଼ ଖୁସି ହୋଇ କହିଲା, ଏସବୁ ମୋର ନବଜାତ ଝିଅର ଭାଗ୍ୟ ଯୋଗୁଁ ମୋତେ ମିଳିଲା।